ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କଲା ବନ ବିଭାଗ। ଗଛ ନ କାଟି ରାସ୍ତା ନିର୍ମାଣ। ଗିନ୍ଧିବାସ ନିକଟସ୍ଥ ନୂତନ ନିର୍ମିତ ପୋଲକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ସମୟରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତା କଡ଼ରେ ଥିବା ପ୍ରାୟ 7 ବର୍ଷର 7ଟି ମହାଲିମ୍ବ ଓ 3ଟି ଜାମୁ ଗଛକୁ କାଟିବା ପରିବର୍ତ୍ତେ ରାସ୍ତା ନିର୍ମାଣକାରୀ ବିଭାଗ ଓ ବନ ବିଭାଗର ସହଯୋଗରେ ନୂତନ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ରୋପଣ ମଧ୍ୟ କରାଯାଇଛି। ଏହି ପଦକ୍ଷେପ ଯୋଗୁଁ ଗଛଗୁଡ଼ିକୁ କାଟିବାରୁ ବଞ୍ଚାଇବା ସହ ରାସ୍ତା ନିର୍ମାଣ ମଧ୍ୟ ସମ୍ଭବ ହୋଇପାରିଛି। ଉନ୍ନୟନ କାର୍ଯ୍ୟ ସହ ପରିବେଶ ସୁରକ୍ଷାକୁ ସମନ୍ୱୟ କରିବାର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟରେ ବନପାଳ ପୂର୍ଣ୍ଣଚନ୍ଦ୍ର ମହନ୍ତ, ଏସ୍ଡିଓ ବୁଧିଆ ମାରାଣ୍ଡି ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟର କ୍ଷିତୀଶ ମହନ୍ତ ସହଯୋଗ କରିଥିଲେ। କେଉଁଝରରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।